ଜଙ୍ଗଲରେ ଗୋଟିଏ ଡାହାଣୀ ମନ ଦୁଃଖରେ ବସିଥାଏ, କାରଣ ତା ସ୍ୱାମୀର ମୃତ୍ୟୁ ହୋଇଯାଇଥିଲା। ସେ ଏତେ ଦୁଃଖିତ ଥିଲା ଯେ ବହୁତ ଦିନ ହେବ ଠିକରେ ଖାଇନି କିମ୍ବା ଶୋଇନି। ଏତିକି ବେଳେ ହଠାତ୍ ଡାହାଣୀର ଭଉଣୀ ସେଠାରେ ପ୍ରକଟ ହୋଇ କହିଲା, ଅରେ ମୋର ସୁନା ଭଉଣୀ, ଏପରି କେତେ ଦିନ ଆଉ ଏ ଜଙ୍ଗଲଟା ଭିତରେ ଏକଲା ବଞ୍ଚିକି ରହିବୁ? ତୋ ସ୍ୱାମୀକୁ ମରିବା 3 ମାସ ହୋଇଗଲାଣି। ଏତେ ଦିନ ହେବ ତୁ ଏଠାରେ ନ ଖାଇ ନ ପିଇ ବସିଛୁ, ଆଉ ତା ସହ ଠିକରେ ମଧ୍ୟ କାହା ସାଥିରେ କଥା ହେଉନୁ। ଯଦି ତୁ ଏପରି ରହୁ ତାହେଲେ ଅଳ୍ପ ଦିନ ଭିତରେ ତୋର ମଧ୍ୟ ତୋ ସ୍ୱାମୀ ପରି ମୃତ୍ୟୁ ହୋଇଯିବ। ଆରେ ତୋ ସ୍ୱାମୀ ପରି ଆମେ ମଧ୍ୟ ଦିନେ ନା ଦିନେ ନଷ୍ଟ ହେବା। ଆଉ ଏଥିରେ ଦୁଃଖ କଲା ଭଳି କଥା କ'ଣ? ଦେଖ, ତୁ ଏହି ଗୋଟିଏ ଜାଗାରେ ବସିଥିବାରୁ ତୋତେ ଖାଲି ତୋ ସ୍ୱାମୀ କଥା ମନେ ପଡୁଛି। ତେଣୁ ତୁ ଥରେ ବାହାରେ ବୁଲି ଜଙ୍ଗଲ ଦେଖିବା ସହ ଅନ୍ୟମାନଙ୍କ ସାଥିରେ କଥା ହ। ଦେଖିବୁ ସବୁ କିଛି ଠିକ ହୋଇଯିବ ଏବଂ ମନ ମଧ୍ୟ ଭଲ ଲାଗିବ। ଅରେ ଭଉଣୀ, ମୋର ଏ ଜୀବନ ରଖିକି କିଛି ଲାଭ ନାହିଁ। ମୁଁ ମଧ୍ୟ ମୋ ସ୍ୱାମୀଙ୍କ ପରି ମରିବାକୁ ଚାହୁଁଛି ଏବଂ ତାଙ୍କ ପାଖକୁ ଯିବା ପାଇଁ ଚାହୁଁଛି। ତେଣୁ ମୋତେ ଏପରି ଏଠାରେ ଏକଲା ଛାଡ଼ିଦେ। ମୁଁ ମନ ଖୋଲିକି କାନ୍ଦିବାକୁ ଚାହୁଁଛି। ଏ ଦୁନିଆରେ ମୋର କେହି ବି ନାହାନ୍ତି। ଏପରି ମୁଁ ଏକଲା ବଞ୍ଚିବା ଅପେକ୍ଷା ମରିଯିବାଟା ଭଲ। ତେଣୁ ଭଲ ହେବ ମୋତେ ତୁ ଏକଲା ଛାଡ଼ିଦେ ଓ ଏଠାରୁ ପଳା। ମୋ ମନ ଯେବେ ଭଲ ହେବ ମୁଁ ଏଠାରୁ ଯିବି। ଦେଖ ଭଉଣୀ, ମୁଁ ତତେ କିଛି ବି ବାଧ୍ୟ କରିବାକୁ ଚାହୁଁନି। ମୁଁ ଜାଣିଛି ଏବେ ତୋର ପରିସ୍ଥିତି ଭଲ ନାହିଁ, ତେଣୁ ବେଶୀ କିଛି କହି ତତେ ଅଧିକ ଦୁଃଖିତ କରିବାକୁ ଚାହୁଁନି। ବାସ୍ ମୁଁ ଏତିକି କହୁଛି, ସବୁ ଶେଷ ପରେ କିଛି ନୂତନର ଆରମ୍ଭ ହୋଇଥାଏ। ତେଣୁ ତୁ ମଧ୍ୟ ନୂତନ ଜୀବନ ଆରମ୍ଭ କରିବାକୁ ଚେଷ୍ଟା କର। ଏ ମନ ହେଉଛି ପରିବର୍ତ୍ତନଶୀଳ। ଦେଖିବୁ କୁଆଡ଼େ ପରିବର୍ତ୍ତନ ହୋଇଯିବ। ସେ ଏପରି କହି ସେଠାରୁ ଅଦୃଶ୍ୟ ହୋଇଗଲା। ହେଲେ ଡାହାଣୀ ଏଠାରେ ମନ ଦୁଃଖରେ ବସିଥାଏ। ଏତିକି ବେଳେ ହଠାତ୍ ତାର ନଜର ପଡ଼ିଲା, ଗଛ ତଳେ ଗୋଟିଏ ଠେକୁଆ ମନ ଦୁଃଖରେ ବୁଲୁଥାଏ। ଡାହାଣୀ ସେ ଠେକୁଆକୁ ଦେଖି ଜାଣିପାରିଲା ଠେକୁଆର ମଧ୍ୟ ସ୍ୱାମୀ ମରିଯାଇଛି। ହେଲେ ତଥାପି ସେ ଗୋଟିଏ ନୂତନ ଜୀବନ ଆରମ୍ଭ କରିବା ପାଇଁ ଚେଷ୍ଟା କରୁଥାଏ। ଏହା ଦେଖି ଡାହାଣୀର ମନ ପରିବର୍ତ୍ତନ ହୋଇଗଲା। ତେଣୁ ସେ କହିଲା, ଅରେ ମୁଁ କେତେ ବଡ଼ ମୂର୍ଖଟାରେ। ଏଠାରେ ଗୋଟିଏ ଛୋଟ ଠେକୁଆ ତାର ମନକୁ ବୁଝାଇ ବାହାରେ ବୁଲୁଛି ଏହି ଆଶାରେ କି ସବୁ କିଛି ଠିକ ହୋଇଯିବ ବୋଲି। ହେଲେ ମୁଁ ଏଠାରେ ମନ ଦୁଃଖରେ ବସିଛି। ତେଣୁ ମୋତେ ଏଠାରୁ ଯେମିତି ବି ହେଉ ମୁକୁଳିବାକୁ ପଡ଼ିବ ଏବଂ ଏକ ନୂତନ ଜୀବନ ଆରମ୍ଭ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଠିକ ହୋଇପାରିବି। ଏବେ ବହୁତ ହୋଇଗଲା ଏକଲା ବସିବା। ଏବେ ସମୟ ଆସିଗଲା କିଛି କରିବାର। ଡାହାଣୀ ଏପରି କହି ରହିଲା ଏବଂ ତା ପରଦିନ ସକାଳ ହେବା ପରେ ସେ ଜଙ୍ଗଲରେ ବୁଲିଲା। ଜଙ୍ଗଲରେ ବୁଲୁଥିବା ବେଳେ ହଠାତ୍ ଗୋଟିଏ ଭୂତ ତାକୁ ଦେଖେଇକି କହିଲା, ଆରେ ଲାଜ ନାହିଁ ତାର ଏ ମୁହଁକୁ। ସ୍ୱାମୀକୁ ଖାଇଲା, ଆଉ ଏବେ ଜଙ୍ଗଲରେ ଖୁସି ହୋଇ ବୁଲୁଛି। ଏପରି ଡାହାଣୀ ବଞ୍ଚିବା ଅପେକ୍ଷା ମରିଯିବା ଭଲ। ସିଧୁ ଅଲକ୍ଷିଣୀଟା ଏଇ ଜଙ୍ଗଲରେ ବୁଲି ଜଙ୍ଗଲକୁ ଅମଙ୍ଗଳ କରିଦେଲା। ଏବେ ମୋତେ ଜଙ୍ଗଲକୁ ଗୋବର ପକାଇ ଧୋଇବାକୁ ପଡ଼ିବ, ନହେଲେ ୟା ଦଶା ମୋ ଦେହରେ ଲାଗିଯିବ। ଛି 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 ଛି। ଡାହାଣୀ ସବୁ ଶୁଣି କିଛି ବି ନ କହି ସେଠାରୁ ଆଗକୁ ବଢିବାରେ ଲାଗିଲା। ସେ କିଛି ବାଟ ଯାଇଛି, ତାକୁ ଆଉ ଏକ ଭୂତ ଦେଖି କହିଲା, ଆରେ ଏ ଚମ୍ପାକଲି, ଟିକେ ଏଠାକୁ ଆସୁନା। ତୁମେ ଦେଖିବାକୁ ବହୁତ ସୁନ୍ଦର। ତୁମ ଆଗରେ ହିରୋଇନ ବି ଫେଲ ମାରିଯିବେ। ତୁମକୁ ଦେଖି ମୋ ଦେହ ଭିତରେ ଖାଲି କଣ ହୋଇଯାଉଛି। ଆରେ ମୁଁ କାଳେ ଶୁଣିଛି ତମ ସ୍ୱାମୀ ମରିଯାଇଛି। ତମେ ଏବେ ଏକଲା ଅଛ, ତେଣୁ ଟିକେ ସମୟ କାଢ଼ି ମୋ ଘର ଆଡ଼କୁ ବୁଲି ଆସ। ମୁଁ ବି ତୁମ ପରି ଏକଲା ଅଛି। ମୋତେ ତୁମର ସ୍ୱାମୀ ଭାବ ନା କଣ କହୁଛ? ମୋ ପାଖକୁ ଆସିବ ନା ଆସିବନି? ଯଦି ଆସିବ ତାହେଲେ ତମେ ଯାହା କହିବ ମୁଁ ସେଇଆ ଦେବି। ବାସ୍ ଖାଲି ତମେ ମୋ ପାଖକୁ ଆସିବ ଦରକାର। ଏସବୁ ଶୁଣି ଡାହାଣୀ ବହୁତ ଦୁଃଖିତ ହୋଇଗଲା। ଏସବୁ କଥାକୁ ସହ୍ୟ କରିପାରିଲା ନାହିଁ। ଏହା ଶୁଣି ସତେ ତା ଦେହରେ ନିଆଁ ଲାଗିଗଲା ପରି ଲାଗୁଥାଏ। ହେଲେ ସେ ଚାହିଁଲେ ମଧ୍ୟ କିଛି କରିପାରିଲା ନାହିଁ। ତେଣୁ ସେ ସେଠାରୁ ଯାଇ
गोटे जगार बसी कहला, अरे ये कौन दिन को दिन ए दुनिया बहुत खराब हेबार लागिलानी। जे दिने मते भाउज कही मुंड नुआई सम्मान देउतिला से आज मते एपरी कथबार्ता करुछि। आउ जे मते दिने घरे डाकी खाइबाकू देउतिला से आज मते अमंगलिया कहूछि। कौन मो स्वामी मरिबा भूल थिला? कौन मो स्वामी पाई मु आज एपरी कष्ट सहिबाकू पड़ुछि? अरे मु तो भाबुथिले धीरे धीरे मो भीतर थिबा सब दुख को भूली जीवी बोली, हेले ए दुनिया मते ठीक रे बंचिबाकू देबनी। लागुछि मते सबुदिन एपरी दुखरे घरे रहिबाकू पड़िबो। डाहाणी एपरी कही मन दुख करुवा बेले हठात तार मुंड को गोटे भल बुद्धि जुटिला। तेणु से कहला, अरे कौन यही साधारण कथारे मु हारिजिबि कि? जहा तो हेबा कथा होई गलानी, एबे मते ए समाज साथी रे लड़िबाकू पड़िबो। अरे मोर मानसिक स्थिति ठीक नथिबारु मु एबे किछि भी उत्तर देई पारुनी। हेले थरे मानसिक स्थिति ठीक हेबा परे मु समस्त को ठीक रे उत्तर देबी। तेणु मु एबे गोटे मनीष रूप धारण करी मनीष को साथी रे बुलेबी, जहा द्वारा मते केही भी जानी पारिबे नाही। बुले बुले मोर मन भल हेबा परे मु मोर प्रकृत रूप को आसबी ओ तापरे ए भूत मानक ठारू प्रतिशोध नेबी। डाहाणी एपरी कही निजर रूप परिवर्तन करी गोटे सुंदरी झीवर परिणत होईगला एवं तापरे गाँ आड़कू जीवारे लागिला। से जाउथबा बेले रास्तारे दुई जन पिला मद पिउथिले। सेमाने देखिले ए झील बहुत सुंदर देखा जाउची, तेणु यार फायदा उठाइबा दरकार। एपरी भावी रघु कहिला, ओहो जाने मन, ए रास्तारे एकला कुआडे बुलुछ म? जदि कहब एबे तुमको मो बाइक रे बसाई तम घरे छाड़ी देबी। थरे खाली कहीकि देख। अच्छा अच्छा, तमे कहीं आम साथी रे बसिबो? तमे तो तम बॉयफ्रेंड गाड़ी पछरे बसिबो। अच्छा सुन, तमे तुम बॉयफ्रेंड गाड़ी पछरे बस, एथिरे मोर किछि भी असुविधा नहीं। हेले थरे खाली मो पाखको आस ओ मो गाड़ी रे बसिकी बुली जाओ, देखिबो मु तुम बॉयफ्रेंड ठारू बहुत मजा देबी। अरे ओ जाने मन, कौन कहूच? मो बाइक रे बसिबो ना बसिबनी? मु ए उठिली। एहा सुनी डाहाणी टिके डरीगला ओ सेठारू जाउथबा बेले देखिला से दुई जन मधुआ तार पिछा कले। एहा देखि डाहाणी डररे सेठारू दौड़िकी पळाइला ओ जंगलर गोटे जगार लुचिकी कहिला, अरे ए भूत मानक ठारू मनीष जाति बहुत खतरनाक। एमाने झील मानक साथी रे एपरी व्यवहार करुचंती काहीकि? यांको घरे कौन माँ भौणी नाहांती कि? एमाने एपरी सकाळे रास्ता कड़े मद पी झील को हैरान करुचंती, अथच यांको कहिबा पाई केही नाहांती किंबा पुलिस मध्य यांकर किछि भी करुनी। दिन को दिन कौन ए समाज एते तळको खसीगला, जहा शिकार केवल नारी माने पाउछंती। कौन गोटे नारी होई जन्म हेबाटा भूल ना? आमर जीवन बोली किछि नाही। हे भगवान, किपरि अन्याय अत्याचार देखिकी सहुच? काहीकि तमे एभଳି पापी मानंकु मारी देउना? हेले एपाकरे ए दुई जन मधुआ रघु ओ अक्षय डाहाणी को खोजी खोजी जंगल को पलाई आसिले। अरे सांग अक्षय, विश्वास कर, झीलटा पूरा नंगा होईची। ताकू देखी मो देह भितरे खाली कौन होई जाउची। सांग, तू मते मासे पर्यंत जेते मद मागिबू मु तते पीबाकू देबी। बास थरे खाली से झील को मते धराई दे। मु से झील साथी रे थरे शारीरिक संपर्क रखिबाकू चाहूची। अरे सांग, तोरे गोरतले पड़ुची, बास थरे खाली से झील को खोजी दे। हौ एबे आ बेसी कथा न होई चल शीघ्र से झील को खोजिबा। दुई जन एपरी कथबार्ता होई डाहाणी को खोजिबारे लागिले। ए दुई जन खोजी खोजी शेषरे डाहाणी को पाई गले ओ तापरे रघु कहिला, आलो ए मोर जाने मन, तमे कौन भाबिलो एपरी आम दुई जन को धोखा देई खसी जीवो बोली? अरे तमे तो तम बॉयफ्रेंड को सबु देउछ, थरे मते दियो। मते तम बॉयफ्रेंड भाबो। तम बॉयफ्रेंड जहा भी देउची मु तुमको ताठारू अधिक जिनिस देबी। आस थरे खाली मो पाखको आस। रघु एपरी कहिबा परे दुई जन मिसी डाहाणी को बलात्कार करिबारे लागिले। डाहाणी ये दुई जन राक्षस मानक कबलरू
ମୁକ୍ତ ହୋଇପାରିଲା ନାହିଁ। ଏ ରାକ୍ଷସ ତାଙ୍କ ପାପ କାର୍ଯ୍ୟ କରିସାରିବା ପରେ ରଘୁ କହିଲା, ଆଲୋ ଏ ଝିଅ, ଆମେ ଦୁଇ ଜଣ ତୋ ସାଥିରେ ଯାହା ବି କଲୁ, ଯଦି ତୁ ଏ ବିଷୟରେ କାହାକୁ କିଛି କହିବୁ କିମ୍ବା କିଏ ବି ଏ ବିଷୟରେ ଜାଣେ ତାହେଲେ କ'ଣ ହେବ ତୁ ଜାଣିପାରୁଥିବୁ। ମାନେ ତୋ ସାଥିରେ ଆମେ ଯାହା ବି କଲୁ ସେସବୁ ମୋବାଇଲରେ ରେକର୍ଡ କରିଛୁ ଓ ଏ ବିଷୟରେ ଯଦି କାହାକୁ କହୁ ତାହେଲେ ଭିଡ଼ିଓଟା ଭାଇରାଲ କରିଦେବି, ବୁଝିଲୁ? ତେଣୁ ଭଲ ହେବ ତୁ ତୋର ପାଟି ବନ୍ଦ କରି ରଖ। ଏହା ଶୁଣିବା ପରେ ଡାହାଣୀ ତାର ପ୍ରକୃତ ରୂପକୁ ଆସିଲା ଏବଂ ଏ ଦୁଇ ଜଣଙ୍କୁ ମାରିଦେଲା ଓ ତାପରେ କହିଲା, ଆରେ ମୁଁ ଆଜି ଏ ରାକ୍ଷସ ମାନଙ୍କ ଦ୍ୱାରା ଅପବିତ୍ର ହୋଇଗଲି। ଏ ରାକ୍ଷସ ପରି ଆହୁରି ଅନେକ ମଣିଷ ବୁଲୁଛନ୍ତି ଯେଉଁମାନଙ୍କୁ ମୃତ୍ୟୁଦଣ୍ଡର ଆବଶ୍ୟକ ଅଛି। ମୋର ସ୍ୱାମୀ ମରିବାରୁ ମୋତେ ସମସ୍ତେ ଅମଙ୍ଗଳିଆ କହିଲେ। ଏବେ ମୋର ବଳାତ୍କାର ପରେ ଜଣା ନାହିଁ ଲୋକେ କ'ଣ କହିବେ। ତେଣୁ ଏପରି ଜୀବନ ରଖିବା ଅପେକ୍ଷା ମରିଯିବା ଭଲ। ଡାହାଣୀ ଏପରି କହି ଆତ୍ମ ଆହୁତି ଦେଇ ଜଳିପୋଡ଼ି ମରିଗଲା। ଦର୍ଶକ ବନ୍ଧୁ, ଏହା ହୁଏତ ଗୋଟିଏ କାହାଣୀ ହୋଇପାରେ, ହେଲେ ବାସ୍ତବ ଜୀବନରେ ଏ ଦୁଇ ଜଣଙ୍କ ପରି ରାକ୍ଷସ ବୁଲୁଛନ୍ତି ଯିଏକି ଏପରି ନିରୀହ ଝିଅମାନଙ୍କୁ ବଳାତ୍କାର କରୁଛନ୍ତି, ଯେଉଁଥିପାଇଁ ନିରୀହ ଝିଅ ନିଜର ଜୀବନ ହାରୁଛନ୍ତି। ଏପରି ପାପୀମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳୁନି, ଯାହାଦ୍ୱାରା ସେ ସବୁଆଡ଼େ ଭଲରେ ବୁଲୁଛନ୍ତି। ତେଣୁ ଆପଣମାନେ କେବଳ ସୋସିଆଲ ମିଡ଼ିଆରେ ଜଷ୍ଟିସ୍ ଲେଖିଲେ ହେବନି, ବରଂ ବାସ୍ତବରେ କିଛି କରିବାକୁ ପଡ଼ିବ, ଯାହାଦ୍ୱାରା ଏ ସମାଜ ସୁଧୁରିଯିବ।